ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ କାର୍ତ୍ତିକ ସିଂଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ। ସତରେ ଦୁଃଖ ଯେତେବେଳେ ଆସେ ଯେମିତି ତାର ବନ୍ଧୁ ବାନ୍ଧବଙ୍କୁ ଧରି ଆସେ। ବେଶ ହସ ଖୁସିରେ ଚାଲିଥିଲା ପରିବାର କହିଲେ ବାବା କୃଷ୍ଣ ସିଂ ଓ ମା ମୀନା ସିଂ ଏବଂ ଦୁଇ ପୁଅ ଭିତରୁ କାର୍ତ୍ତିକ ସିଂ ବଡ ପୁଅ। ହେଲେ ଏ ପରିବାରକୁ ଅଚାନକ ଯେମିତି ଦୁଃଖର କଳା ବାଦଲ ଛାଇ ଘୋଟି ଆସିଲା। ଏ ଘଟଣାଟି ଯାଜପୁର ଜିଲ୍ଲାର ବରୁହା ପଞ୍ଚାୟତର ସାନ କୋଚାଲା ଗ୍ରାମରେ। ଭଗବାନଙ୍କର କି ବିଚିତ୍ର ଲୀଳା। ବଡ ପୁଅ ଶ୍ରମିକ ଭାବରେ ବାହାର ରାଜ୍ୟକୁ ଯାଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସେଠାରେ କାର୍ଯ୍ୟ କରିବା ସମୟରେ ଏକ ଦୁର୍ଘଟଣା ହୋଇ ମେରୁଦଣ୍ଡ ଭାଙ୍ଗିଗଲା। ସେଠାରେ ଚିକିତ୍ସିତ ହେବା ପାଇଁ ପାଖରେ ଅର୍ଥ ନଥିବାରୁ ଘରକୁ ଆସିଲେ। ହେଲେ ବାପା ଦିନ ମଜୁରିଆ ଥିବା ବେଳେ ବଡ ପୁଅର ଚିକିତ୍ସା ପାଇଁ ଏତେ ଅର୍ଥ କୁଆଡୁ ଆଣିବେ, ତେଣୁ ଚିକିତ୍ସା ହୋଇନପାରେ। ଆଜକୁ 1.5 ବର୍ଷ ଧରି ପୁଅ କାର୍ତ୍ତିକ ସିଂ ଶଯ୍ୟାଶାୟୀ। ନା ଠିକରେ ଚାଲି ପାରୁଛନ୍ତି, ନା ଠିକରେ ଖାଇ ପାରୁଛନ୍ତି। ବିଛଣାରେ ଗୋଟିଏ ସ୍ଥାନରେ ପଡି ରହିଛନ୍ତି। ଦେହ ଯାକ ବେଡ୍ ସୋର ମଧ୍ୟ ହେବାରେ ଲାଗିଛି। ଅପରପକ୍ଷରେ ପରିବାର ଅଭାବ ନାଟଙ୍ଗେ ଗତି କରୁଥିବା ବେଳେ ଗୋଟିଏ ଭଳି ଚୁଲି ଚଳୁଛି ତ ଆଉ ଗୋଟିଏ ଭଳି ଭୋକିଲା ରହିବାକୁ ପଡୁଛି। ଏ ପରିସ୍ଥିତିରେ ସେଠାକାର ଅଞ୍ଚଳବାସୀ ଜଳେଶ୍ୱରରେ ଥିବା ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଅବଗତ କରାଇଲା ପରେ ସଂଗଠନ ଅଣ୍ଟା ଭିଡ଼ିଥିଲା ଏ ପରିବାରକୁ ସହାୟତାର ହାତ ବଢାଇବା ପାଇଁ। ଆଜି ହେଲ୍ପ ଫର ୟୁ ଫାଉଣ୍ଡେସନର ସମସ୍ତ ସଦସ୍ୟମାନଙ୍କର କିଛି କିଛି ଆର୍ଥିକ ଅବଦାନ ଫଳରେ କାର୍ତ୍ତିକ ସିଂର ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହିତ କିଛି ମାସର ରାସନ ସାମଗ୍ରୀ ପରିବାରକୁ ନୂତନ ବସ୍ତ୍ର ପ୍ରଦାନ କରିବା ସହ ତାଙ୍କ ଦୁଃଖ ସମୟରେ ପହଞ୍ଚି ସମଦୁଃଖୀ ହେବା ପାଇଁ ପ୍ରୟାସ କରୁଛନ୍ତି। ସତରେ ଏହି ଭାଇ ଭଉଣୀ ମାନଙ୍କର ମହାନତା ପୁଣି ଆଜି ଜୀବନର ମୂଲ୍ୟବୋଧତାକୁ ବୁଝାଇ ଦେଇଛି ଯେ ନିଜ ପାଇଁ ନୁହେଁ, ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ। ଏହି ମହାନ ଚିନ୍ତାଧାରାର ନିଃସ୍ୱାର୍ଥପର ସେବାକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ମୋର ଅନୁରୋଧ ଏତିକି, ମୋତେ ଟିକେ ସାହାଯ୍ୟ କରନ୍ତୁ, କେମିତି ଭଲ ହେବି। 1.5 ବର୍ଷ ହେଲାଣି ଏମିତି ପଡ଼ିକି ଟ୍ରିଟମେଣ୍ଟ ହେଉଛି, ତ ମୋତେ କିଛି ସାହାଯ୍ୟ କରନ୍ତୁ ଯେମିତି ମୁଁ ଭଲ ହେଇପାରିବି, ଯେମିତି ମୁଁ ନିଜେ କର୍ମ କରିପାରିବି। ସେତିକି ମୋତେ ଓଡ଼ିଶାବାସୀ ମୋତେ କରିବାକୁ ଚେଷ୍ଟା କରନ୍ତୁ, ମୋତେ ଭଲ କରିବାକୁ। ନମସ୍କାର। ଆଉ ମୋ ଛୁଆଟି କେମିତି ଭଲ ହବ ସେଇ ବ୍ୟବସ୍ଥାରେ ଆପଣଙ୍କ ତରଫରୁ ଅନୁରୋଧ କରୁଛି। ମୋ ଛୁଆ 1.5 ବର୍ଷ ହେଲାଣି ପଡ଼ିକି ରହିଛି। ଆମକୁ ଟିକେ ଓଡ଼ିଶାବାସୀ ସାହାଯ୍ୟ କରିବେ, ସେଇଟା ଆପଣଙ୍କ କତିରେ ଅନୁରୋଧ। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଡିଇ ନ୍ୟୁଜ୍ ଓଡ଼ିଶା।